पिलामाने वंदे मातरम। आज आमर अष्टम श्रेणी पिलामानकु मु स्वागत करुछि। पिलामाने तुमे समस्ते भलो अछ त? मु भी भलो अछि। तमे समस्ते भलो थिबो। आमे दीटा पोएट्री पढ़ी सारलेनी, गोटे प्रोज पढ़ी सारलेनी, गोटे गल्प भी पढ़ी सारलेनी। आज आमे आउ गोटे प्रोज पढ़िबा। एई प्रोजर लेखक होचंती प्रोफेसर शत्रुघ्न नाथ, जहाँकर जीवन केवल शिक्षा और शिक्षा शिक्षा ही तांकर सबु किछि। तेणु से शिक्षा को आधार करिकरी आमर आज गोटे टॉपिक पढ़िबा। एई टॉपिक होछि गुरु शिष्यर संपर्क। गुरु और शिष्य किभली संपर्क रहिबा कथा से कथा को एटी प्रतिपादन होइछि। वर्तमान गुरु शिष्य, पुरातन गुरु शिष्य, प्राचीन जुगर कथा बीठ लेखा जाइछि, वर्तमान कथा लेखा जाइछि। किभली भी शिक्षा होबा उचित से कथा भी प्रोफेसर शत्रुघ्न नाथ लिखिछन्ति। आमे विषयटी को आमूलचूल यदि पढ़िबा ताहले जानिबा। पिला माने ऑनलाइन क्लास माध्यम रे तुम पढ़ुच, तेणु केते दूर तुमको ए शिक्षा सुहाउची से कथा तुम माने कहि परिबो, जानि पारुथिबो। तापर भी तुमर गोटे बड़ कर्तव्य होची जहा पढ़ा गला सेई विषयटा को संपूर्ण थरे पढ़िबा उचित। से ओडिया हो कि इंग्लिश हो, संस्कृत हो, हिंदी हो कि हिस्ट्री हो, ज्योग्राफी हो, साइंस हो, से जो तुमर विषय वस्तु रहुची ताको तुमे मूलरू जो टॉपिकटा पढ़ा गला सेई टॉपिकटा मूलरू शेष पर्यंत तुम समस्त पाखरे बही अच्छी। से बही की खोलिकी पढ़ीदेव। पढ़ीदेला पर जहा तुमको ऑनलाइन शिक्षा द्वारा दिया जाउची तमे पढ़ुच, ता देहरे आउ कोन जोड़ा हेची सेउडा को तमे जानि परिबो। जदि तमे पढ़ु नथिबो ताले एई ऑनलाइन शिक्षा को आधार करी यदि चालुथिबो, जो विषयटा को तमे सेई भली नउथिबो सेई विषय तुम पई नेग्लेक्ट होथिबो। तेणु सबु बेले मु तुम मानकु कहूची तुम पाखरे जो पुस्तक अच्छी, जो बही अच्छी, जो विषयर सेई विषयटा जित जो दिन तुम ऑनलाइन द्वारा से विषय पढ़ा जाउछ तुम माने से विषयटा को पढ़िले ज्ञान बढ़े। कारण गोटिए कथा सुनिले 10 थर सुनिबा जहा थरे पढ़िबा संगरे समान। 10 थर पढ़िबा जहा थरे देखिकिरी लेखिबा संगरे समान। 10 थर
ଲେଖିବା ଯାହା ଥରେ କହିବା ସେଇଆ, ଆଉ 10 ଥର କହିବା ଯାହା ଥରେ ଲେଖିବା ସେଇଆ। ତେଣୁ ଦେଖ ଆମର କେତେ ରହିଛି। ଆମେ ଆଗେ ପଢ଼ୁଛେ, ପଢ଼ିକିରି ତାପରେ କହୁଛେ, ତାପରେ ଲେଖୁଛେ। ତେଣୁ ଆମେ ଖାଲି ଏଇ ଲେଖାଟାକୁ କ'ଣ ଅନଲାଇନରେ ଗଲା ସେଇ ଲେଖାଟା ଉପରେ ବେଶୀ ଗୁରୁତ୍ୱ ନ ଦେଇ ତମ ପାଖରେ ସବୁବେଳେ ବହି ଅଛି, ତାକୁ ଟିକେ ଗୁରୁତ୍ୱ ଦିଅ। ଆଚ୍ଛା, ଆମେ ଏବେ ଆସିବା ଆମ ଟପିକ୍। ଏଇ ଗୁରୁ ଶିଷ୍ୟ ସମ୍ପର୍କ ପ୍ରଫେସର ଶତ୍ରୁଘ୍ନନାଥ ଲେଖିଛନ୍ତି। ତେଣୁ ଆମେ ଆଗେ ଶତ୍ରୁଘ୍ନନାଥଙ୍କ ବିଷୟରେ ଟିକେ ଜାଣିବା। ସେ କୋଉଠି ଜନ୍ମ ହୋଇଥିଲେ, କେବେ ଜନ୍ମ ହୋଇଥିଲେ, ତାଙ୍କର ପେଶା କ'ଣ ଥିଲା, ପେଶା କହିଲେ ସେ କିଭଳି ଜୀବିକା ନିର୍ବାହ କରୁଥିଲେ। ତେଣୁ ଆମେ ସେ ବିଷୟରେ ଜାଣିବା। ପ୍ରଫେସର ଶତ୍ରୁଘ୍ନନାଥ ଜଣେ ଶିକ୍ଷାବିତ୍ ଥିଲେ। ଶିକ୍ଷା ହେଉଛି ତାଙ୍କ ଜୀବନର ସବୁକିଛି। ସେ ଅଧ୍ୟାପକ ଥିଲେ। ତେଣୁ ତାଙ୍କର ପିଲାମାନଙ୍କ ସହିତ ସବୁବେଳେ ତାଙ୍କର ସମୟ କଟୁଥିଲା। ତେଣୁ ପିଲାମାନଙ୍କର କିଭଳି ଶିକ୍ଷାର ଉନ୍ନତି ହେବା କଥା ସେ କଥାକୁ ସେ ଆଖି ଆଗରେ ରଖୁଥିଲେ। ସେଇଆକୁ ଯେତେବେଳେ ତାଙ୍କ ଜୀବନ ସାରା ପିଲାମାନଙ୍କ ସହିତ କଟେଇଛନ୍ତି, କ'ଣଟା ପିଲାମାନଙ୍କ ପାଖରେ ପହଞ୍ଚିଲେ ସେ ଆଗକୁ ଯାଇପାରିବେ, ସେଇଆକୁ ଆଧାର କରିକିରି ସେ ଲେଖିଛନ୍ତି। ତେଣୁ ପିଲା କିଭଳି ହେବା ଉଚିତ, ତେଣୁ ସେଇ ଗୁରୁ ଶିଷ୍ୟ କଥା ଲେଖିଛନ୍ତି। ଗୁରୁ ଶିଷ୍ୟ କଥା ଲେଖିଲା ବେଳେ ତ ଜାଣିବା, ସେ ଜନ୍ମ ହୋଇଥିଲେ 1915 ମସିହା। ଏଇ ଭଦ୍ରକର ଉତ୍ତର ବାହିନୀ ବୋଲି ଗୋଟେ ଗାଁ ଅଛି, ଭଦ୍ରକ ଜିଲ୍ଲା, ଆମ ପାଖ ପଡ଼ିଶା ଜିଲ୍ଲା। ତେଣୁ ସେଇ ପଡ଼ିଶା ଜିଲ୍ଲାର ଭଦ୍ରକ ବାହିନୀ ଉତ୍ତର ବାହିନୀ ଗୋଟେ ଗାଁ ଅଛି, ସେଇ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। କେବେ ଜନ୍ମଗ୍ରହଣ କରିଥିଲେ? 1915 ମସିହା। କେବେ ତୀରଧାନ କଲେ? କେବେ? 2006 ମସିହା। 2006 ମସିହା ପର୍ଯ୍ୟନ୍ତ ସେ ଅନେକ ତାଙ୍କର ତ ଚାକିରି କାଳ ଭିତରେ ଯାହା କରିଥିଲେ, ସେ ଭଦ୍ରକ କଲେଜର ଅଧ୍ୟାପକ ଥିଲେ। ଯାହା ତାଙ୍କ ଜୀବନ କାଳ ଭିତରେ ଯାହା ପିଲାମାନଙ୍କୁ ଶିକ୍ଷା ଦେଇଥିଲେ, ତାପରେ ପର ପିଢ଼ି ପିଲାମାନଙ୍କ ପାଇଁ ଅନେକ ଶିକ୍ଷା ବିଷୟରେ ସେ ଲେଖି ଯାଇଛନ୍ତି। ତା ଦେହରେ ଗୋଟେ ଟପିକ୍ ଆମ ପାଖରେ ପହଞ୍ଚିଛି, ଗୁରୁ ଶିଷ୍ୟ ସମ୍ପର୍କ। ଏଇ ଟପିକଟା ତାଙ୍କର ଅନେକ ଲେଖା ଭିତରୁ ଜୀବନ ଶିକ୍ଷା ଲେଖାରୁ ଗୋଟିଏ ଲେଖା ଆସିଛି, ଗୁରୁ ଶିଷ୍ୟ। ସେଇ ଜୀବନ ଶିକ୍ଷା କିଭଳି ହେବା ଉଚିତ, ଜୀବନ ଶିକ୍ଷା ହେଉଛି ଆମର ଲକ୍ଷ୍ୟଟା କ'ଣ ହେବା ଉଚିତ, ଆମେ କୋଉଠି କିଭଳି ଶିକ୍ଷାଟା ଗ୍ରହଣ କଲେ ଆମେ ପହଞ୍ଚିବା, ସେଇଆ ଆମ ପ୍ରଥମ ଜୀବନରୁ ଆମେ ତାକୁ ଲକ୍ଷ୍ୟ ରଖିକିରି ଯିବା। ମା କହିଛନ୍ତି ଗୋଟେ କଥା, ଲକ୍ଷ୍ୟହୀନ ଜୀବନ ନିରର୍ଥକ। ଯଦି ଆମର ଲକ୍ଷ୍ୟ ନାହିଁ, ତାହେଲେ
ଆମ ଜୀବନ ଆମ ପାଇଁ ଓ ଅନ୍ୟମାନଙ୍କ ପାଇଁ ତାହା ମୂଲ୍ୟହୀନ। ଯଦି ଆମେ ଜୀବନର ଗୋଟେ ଲକ୍ଷ୍ୟ ନ ଦେଖିଛେ, ସ୍ଥିର ନିଶ୍ଚିତ ନ ହେଇଛେ କୋଉଠି ପର୍ଯ୍ୟନ୍ତ ଯିବା, ତାହେଲେ ଆମ ଯିବାଟା ବାଟରେ କୋଉଠି ନା କୋଉଠି ଭୁଲରେ ଚାଲିଯିବା। ବାଟରେ ଚାଲୁ ଚାଲୁ ଆଉ ଗୋଟେ ବାଟରେ ଚାଲିଯିବା। ତେଣୁ ଆମର ଶିକ୍ଷା ଯେତେବେଳେ ଆମେ ଗ୍ରହଣ କରୁଛେ, ଆମର ଶିକ୍ଷାଟା ଆମେ କୋଉଠି ପହଞ୍ଚିବା ତାକୁ ଆମେ ପ୍ରଥମେ ଲକ୍ଷ୍ୟ ରଖିବା। ସେଇଥିପାଇଁ ମା କହୁଛନ୍ତି ଲକ୍ଷ୍ୟହୀନ ଜୀବନ ନିରର୍ଥକ। ଆମର ଲକ୍ଷ୍ୟ କିଭଳି ହବା ଉଚିତ ତାହାକୁ ବେଶ କରିକିରି ଏଇ ବିଷୟଟାରେ କିଞ୍ଚିତ ଅଂଶ ଦିଆଯାଇଛି, ସମ୍ପୂର୍ଣ୍ଣ ଭାବରେ ଦିଆଯାଇନି। ମାଙ୍କର ପୁରା କଥାଟା ଆଧିରେ କିଞ୍ଚିତ ଦିଆଯାଇଛି। ଏଇ ଯୋଉ ବିଷୟଟା ଆମେ ପଢିବା ଗୁରୁ ଶିଷ୍ୟ ସମ୍ପର୍କ, ତମମାନେ ସମସ୍ତେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପିଲା, ପଣ୍ଡିଚେରୀ ଆଶ୍ରମର ଶିକ୍ଷା ଯୋଉଭଳି ଶେଷ ମୁହୂର୍ତ୍ତର ଶିକ୍ଷାଟାକୁ ସେଇଭଳି ଏଇ ପୁସ୍ତକରେ ଶତ୍ରୁଘ୍ନନାଥ ପ୍ରତିପାଦନ କରେଇଛନ୍ତି। ଶେଷ ପାରା ବେଳକୁ ତମେ ଯଦି ପଢିବ ଦେଖିବ, ଯଦି ପୁସ୍ତକଟା ଯଦି ଆମର ସର୍ବସ୍ୱ ହୁଏ ତାହେଲେ ଆମେ ସେଇଠି ପହଞ୍ଚି ପାରିବା ନାହିଁ। ତେଣୁ ପୁସ୍ତକକୁ ସାଥିରେ ନବା, କିନ୍ତୁ ଶିକ୍ଷାଟା ବୈଷୟିକ ହେବା ଉଚିତ। ସବୁବେଳେ ଆମ ଯୋଜନା ଭିତରେ ହେବା ଉଚିତ। ସେଇ କଥା ଏଇ ଲାଷ୍ଟକୁ ଲେଖା ହେଇଛି, ଆମେ ଭିତରକୁ ଗଲେ ଜାଣିବା। ଆଉ ଗୋଟେ କଥା କୁହାହଉଛି, ଗୁରୁ ଆଉ ଶିଷ୍ୟ, ଦୁଇଟି ଶବ୍ଦ ଏଠି ଲେଖା ହେଇଛି, ଗୁରୁ ଆଉ ଶିଷ୍ୟ। ଗୁରୁ କେହି, ଗୁରୁ ହିଁ ଶିଷ୍ୟ, ଶିଷ୍ୟ ହିଁ ଗୁରୁ। ଏତିକି ଯେତେବେଳେ ହେଇଯିବା, ସେତେବେଳେ ଆମର ଶିକ୍ଷାର ସମ୍ପର୍କଟା ନିବିଡ଼ ହେଇଛି। ଏଇ କଥା ଶେଷରେ ପ୍ରତିପାଦନ ହେଇଛି। ଗୁରୁ ଆଉ କେହି ନୁହଁ, ସିଏ ହଉଛନ୍ତି ଶିଷ୍ୟ, ଶିଷ୍ୟ ଆଉ କେହି ନୁହଁ, ସିଏ ହଉଛନ୍ତି ଗୁରୁ। ଏଇ ଅବସ୍ଥାରେ ଯେତେବେଳେ ଆମେ ପହଞ୍ଚିବା, ସେତିକିବେଳେ ଗୁରୁ ଶିଷ୍ୟର ସମ୍ପର୍କ ଆମର ନିବିଡ଼ ହେଇଯିବ। ଆମେ ପ୍ରାଚୀନ ଶିକ୍ଷାର ଅନେକ କାହାଣୀ ଶୁଣିଛେ। ଗୁରୁଙ୍କ ପାଇଁ ଶିଷ୍ୟମାନେ ସବୁ କିଛି କରିଦଉଥିଲେ। ଗୁରୁ ଯାହା କହୁଥିଲେ ଅକ୍ଷରେ ଅକ୍ଷରେ ଶିଷ୍ୟମାନେ ମାନୁଥିଲେ ପ୍ରାଚୀନ ଯୁଗରେ। କିନ୍ତୁ ବର୍ତ୍ତମାନ ଶିକ୍ଷା ଏଭଳି ଅବସ୍ଥାରେ ପହଞ୍ଚିଛି, ଗୁରୁ ଯୋଉମାନେ ଶିକ୍ଷକତା କରୁଛନ୍ତି, ସେମାନେ ଗୁରୁ ବୋଲି ମଣୁନାହାନ୍ତି, କି ଶିଷ୍ୟ ଯୋଉମାନେ ଛାତ୍ର, ସେମାନେ ବର୍ତ୍ତମାନ ଶିଷ୍ୟ ଭାବରେ ରହୁନାହାନ୍ତି। କଣ ହେଇଛି ନା, ସମସ୍ତେ ବିଦ୍ରୋହ ଭିତରେ ରହିଛନ୍ତି। ଏଇ ବିଦ୍ରୋହ ହିଁ ଆମ ଭିତରେ ଗୋଟେ ସମ୍ପର୍କଟାକୁ ବିଚ୍ଛିନ୍ନ କରିଦେଇଛି। ବର୍ତ୍ତମାନର ଛାତ୍ର ଆନ୍ଦୋଳନ
ସବୁ ନ୍ୟୁଜରେ ଦେଖୁଥିବ ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି, ଯାହା ଆସିଲେ ତାଙ୍କ ପାଖକୁ ସେମାନେ ସନ୍ତୁଷ୍ଟ ହଉନାହାନ୍ତି, ସେଇଟା ଆଉ ଗୋଟେ ଅଧିକା ଚାହୁଁଛନ୍ତି। ଏଇସବୁ ଯେଉଁ ବିଦ୍ରୋହ ମନୋଭାବ ଆମର ଗୁରୁ ଶିଷ୍ୟର ସମ୍ପର୍କକୁ ଅଲଗା କରିଦେଇଛି। ଗୁରୁ ଶିଷ୍ୟର ସମ୍ପର୍କ କଣ ତ ଛାଡ଼, ବର୍ତ୍ତମାନ ଗୁରୁ ନିଜକୁ ଶିକ୍ଷକ ନିଜକୁ ଗୁରୁ ରୂପରେ ପରିଚିତ ବି କରୁନାହାନ୍ତି ବର୍ତ୍ତମାନ ଅବସ୍ଥାକୁ। କିନ୍ତୁ ପୁରାତନ ବା ପ୍ରାଚୀନ ଶିକ୍ଷାରେ କଣ ଥିଲା, ଗୁରୁ ହିଁ ସାକ୍ଷାତ ଈଶ୍ୱର କୁହାଯାଉଥିଲା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଏଇଟା ତମେ ସମସ୍ତେ ଗାଉଛ ଶୁଣୁଛ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ। ତେଣୁ ଗୁରୁ ହଉଛନ୍ତି ପରମ ବ୍ରହ୍ମ, ଗୁରୁ ହଉଛନ୍ତି ଈଶ୍ୱର, ଗୁରୁ ହଉଛନ୍ତି ଭଗବାନ। ଏଇ କଥା ପ୍ରାଚୀନ ଶିକ୍ଷାରେ ରହିଥିଲା। କିନ୍ତୁ ବର୍ତ୍ତମାନର ଶିକ୍ଷା ଗୁରୁଙ୍କୁ ସେଇ ସ୍ଥାନରେ ବସେଇ ନାହିଁ। ତେଣୁ ଆମର ଶିକ୍ଷାର ମୂଳଦୁଆ କଣ ହଉଛି, ଭୁଷୁଡ଼ି ଯାଉଛି। ତେଣୁ ସେଇ କଥା ଏଇଠି କହିଛନ୍ତି। ଆଉ ଗୋଟେ କଥା ଶତ୍ରୁଘ୍ନ ଲେଖିଛନ୍ତି, ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଶତ୍ରୁଘ୍ନନାଥ ତାଙ୍କ ଲେଖାରେ ଲେଖିଛନ୍ତି, ତମ ବହିରେ ପ୍ରଥମ ବାକ୍ୟ ରହିଛି। ଏଇ କଥା କୋଉ ସମୟରେ ଥିଲା ବୋଲି କହୁଛନ୍ତି ନା, ପ୍ରାଚୀନ ଶିକ୍ଷା ପୁରାଣରେ ଆମର ରହିଛି, ଆମେ ତାକୁ ପଢୁଛେ, ପୁରାଣରେ ରହିଛି। କିନ୍ତୁ ବର୍ତ୍ତମାନରେ ତାହା ନାହିଁ। ପ୍ରାଚୀନ ଶିକ୍ଷା କିଭଳି ଥିଲା ନା, ପ୍ରାଚୀନ ଶିକ୍ଷା ଥିଲା ଗୁରୁକୂଳରେ ଶିଷ୍ୟମାନେ ଯାଇକିରି ରହିକିରି ପାଠ ପଢୁଥିଲେ। କିନ୍ତୁ ବର୍ତ୍ତମାନ ସେ ଗୁରୁକୂଳ କୋଉଠି ଥିଲା, ଏଇ ଜନବସତି ଭିତରେ ନଥିଲା, ନିକଞ୍ଚ ଅରଣ୍ୟ ଭିତରେ ଗୁରୁକୂଳ ରହିଥିଲା। ସେଇ ନିକଞ୍ଚ ଅରଣ୍ୟ ଭିତରେ ଶିଷ୍ୟମାନେ ଯାଇ ଗୁରୁଙ୍କ ଗୃହରେ ରହି ଶିକ୍ଷା ଦାନ କରୁଥିଲେ। ସେ ଶିକ୍ଷା କିଭଳି ହଉଥିଲା ନା, ଏଇ ଆମ ଭଳି ବହି ଖାତାରେ ହଉନଥିଲା। ସେ ଶିକ୍ଷାଟା ଯୋଉ ଗୁରୁମାନେ ଦଉଥିଲେ, ସେ ଆତ୍ମାର ଶିକ୍ଷା ଦଉଥିଲେ। ନିଜ ଯୋଉମାନଙ୍କ ଭିତରେ ଯୋଉ ଗୁଣଟା ରହିଥିଲା, ଯାହାକି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ତମ ପାଖରେ ହେଇଛି, ତମର ସବୁ, ତମେ ଯେତେବେଳେ ରେଗୁଲାର କ୍ଲାସକୁ ଆସୁଥିଲ, ତୁମର ସବୁ କ୍ଲାସ ହଉଥିଲା। ଯୋଉ ପିଲାଟାର ଯୋଉ ବିଷୟରେ ଆଗ୍ରହ ରହିଛି, ତାକୁ ସେଇ ବିଷୟରେ ତାକୁ ଉତ୍ସାହିତ କରାଯାଉଥିଲା। ସେତେବେଳେ ରାଜା ପୁଅ ଗଲେ ସେ କଣ ଶିଖୁଥିଲା, ଧନୁର୍ବିଦ୍ୟା ଶିଖୁଥିଲା, ରାଜ୍ୟ ଶାସନ କରିବ ଶିଖୁଥିଲା, ଏଇ କଥା ଶିଖୁଥିଲା। ମନ୍ତ୍ରୀ ପୁଅ ଯଦି ଯାଇଥିବ, ସେ କିଭଳି ବୁଦ୍ଧିକି କରିବ, ସେ କଥା ସେ ଶିଖୁଥିଲା। ବ୍ରାହ୍ମଣ ପୁତ୍ର ଯଦି ଯାଇ ଗୁରୁକୂଳରେ ରହିଥିଲା, ସେ ବେଦ ଅଧ୍ୟୟନ କରୁଥିଲା, ବେଦ ପଢୁଥିଲା, ବେଦ ଉଚ୍ଚାରଣ କରୁଥିଲା। କିନ୍ତୁ ସବୁ ଭିତରେ ଆତ୍ମାର ବିକାଶ ପାଇଁ ଗୁରୁ ଚେଷ୍ଟା କରୁଥିଲେ। କାରଣ ସେ ଗୁରୁ ଆତ୍ମାର ନିଜେ ଆତ୍ମାର ବିକାଶ ଲାଭ କରିଥିଲେ। ସେ ଆତ୍ମାକୁ ଦେଖି ପାରୁଥିଲେ। ତେଣୁ ସେତେବେଳର ଶିକ୍ଷା ବର୍ତ୍ତମାନର ଶିକ୍ଷାର ବ୍ୟବଧାନ ବହୁତ ତଫାତ୍।
कौन है सेपटे से जुगरे माने पुरातन जुगरे गुरु साक्षात परम ब्रह्म यही दर्शन रे शिष्य नतमस्तक हुए। यही संपर्क साधना शाणित ज्ञान दीप्त जीवन आधारित थिला, किंतु वर्तमान कौन है कर्पूर उड़ी जाइछि, कौन रही केवल कोना खंडे ही पड़ी रही। अतीतर उद्बोधन वृथा भाड़ी भाड़ी न्यायर समस्त अतीत जेपरी शिक्षार यही इतिवृत्ति सेहीपरि केवल वृथा भावनार परिणत हो। अतीतटा वृथा भावना होई आम पाखे आज रही जाइछि। आमे से अतीत को अतीत रे छाड़ी देउछि। सेही वृथा भावना कथा आम मनरू पोछि देइछु। एसबु आज अवास्तव अवांतर अप्रासंगिक देख तीनोटी शब्द एसबु आज अवास्तव अवांतर और अप्रासंगिक केते सुंदर भावरे लिखिचंती वाक्यटा। अन्य केतक कहती कि थिला ये राज्य कि होइछि आज, माने अतीत भल थिला वर्तमान भल नहीं। एई कथा जो मानकर चिंताधारा रहिछि सेई माने कहिचंती कि थिला राज्य कि होइछि आज, माने सेतबेलार गुरु शिष्य वर्तमानर गुरु शिष्य सेई कथा को से कहउचंती। से माने कौन सबू ना कल्पना विलासी। जो माने ए गुडाक कहउचंती से माने शत्रुघ्ननाथ एठी ताको कल्पना विलासी बोली कहउचंती। कारण आमे कल्पना करी खाली बंची रहिले हबो नै, आमको आमर कार्यरत होइकरी बंची रहिबा ही ले आमे आगु जिबा। कल्पनातीत को माने ना जो माने खाली स्वप्न देखंती बसी वास्तव जीवन रे से किछि करंती। स्वप्न आमे राति रे जो स्वप्न देखि थांती परी राइजर आमे परी ऊपर परी सांगरे आकाश रे उड़ुचे घोड़ा देखुचे एई कथा जो स्वप्न रे जो गुडाक आसी थाए सेई भली कथा, किंतु वास्तव जीवन रे ताहा किभली वर्तमान समय रे कार्यकारी हबो सेथि पई से माने केबे किछि करंती। पुणी कौन कहउचंती से संपर्क कौन आउ फेरिबो, माने को संपर्क ना सेई जो प्राचीन कालर गुरु शिष्यर जो संपर्क, गुरु जहा कहउथिले शिष्य मानि नउथिले। तमे तो बहुत कहानी जानिଛ। गुरुका कथारे शिष्य आरुनी अंधार राति रे गुरु को छाड़ी जाई गाई चरौथिले। गाई क्षीर खाइले बोली से गुरु तांको कहले मते न पचारि कहीं खाइल। से भूक सही न पारी जो खाइथिले पत्र, से पत्र खाइदेला पर जो कूपरे पड़ीथिले। तेणु से कथा बहुत कथा, तेणु आमे गप कहले बहुत बढ़ी जीव। समस्ते से आरुनी कथा शुणिच, तेणु आरुनीर जो कहानी ताकू तमे जानिच। तेणु गुरु शिष्य सेई भली थिला। सेई कथा को जो माने कल्पना विलासी से माने कहउचंती ए संपर्क फेरिबो ना प्रश्न हो रही। पुणी लेखुचंती
ପ୍ରଫେସର ଶତ୍ରୁଘ୍ନନାଥ ସମ୍ପର୍କ ଦୂରେ ଥାଉ ଶିକ୍ଷକ ଆଜି ଗୁରୁ ରୂପେ ପରିଚିତ ହେବାକୁ ମନ କରୁନାହାନ୍ତି। ବର୍ତ୍ତମାନର ଶିକ୍ଷା ଯେଉଁମାନେ ଦେଉଛନ୍ତି ସେମାନଙ୍କୁ ଶିକ୍ଷକ ବୋଲି କୁହାଯାଉଛି, ଆଉ ଗୁରୁ କହୁନାହାନ୍ତି କେହି। ତେଣୁ ସେଇ ଶିକ୍ଷକ ମାନେ ଗୁରୁ ବୋଲି ପରିଚିତ ଦେବାକୁ ଚାହୁଁନାହାନ୍ତି। ସେପରି ସମ୍ବୋଧନ ମଧ୍ୟ ଏକ ପ୍ରକାର ବ୍ୟଙ୍ଗ ବା କଟୁ ହୋଇଯାଇଛି। ବ୍ୟଙ୍ଗ କହିଲେ ଥଟ୍ଟା। ଯଦି ଶିକ୍ଷକକୁ ଗୁରୁ ବୋଲି କହୁଛନ୍ତି, ଶିକ୍ଷକ ମାନେ ଭାବୁଛନ୍ତି ଆମକୁ ଥଟ୍ଟା କରୁଛନ୍ତି କିମ୍ବା ପରିହାସ କରୁଛନ୍ତି, ଏଇ କଥା ହିଁ କହୁଛନ୍ତି। ଯାହା ପାଇଁ ସେମାନେ ସେଇ ଗୁରୁ ଶବ୍ଦଟି ବି ଶୁଣିବାକୁ ଚାହୁଁନାହାନ୍ତି। ଶିକ୍ଷା ପଦ୍ଧତିର ମୂଳରୁ ଚୂଳ ପର୍ଯ୍ୟନ୍ତ ଗୁରୁ ପଦବାଚ୍ୟ ହେବାର ବାସନା ମନରେ ନାହିଁ। ବର୍ତ୍ତମାନ ଯେଉଁମାନେ ଶିକ୍ଷା ଦଉଛନ୍ତି ସେମାନେ ସେଇ ଗୁରୁ ହେବେ ବୋଲି ତାଙ୍କ ଭିତରେ ଗୋଟେ ବାସନା ବି ନାହିଁ, ଯାହା ଆମେ ଟିକେ ପୂର୍ବରୁ ଆଲୋଚନା କରୁଥିଲେ। ସେଇଭଳି ଶିଷ୍ୟ ଶବ୍ଦର ଅର୍ଥ ଅଭିଧାନରେ ନାହିଁ କଥା ଶତ୍ରୁଘ୍ନନାଥ କହୁଛନ୍ତି, ମୁଁ କହୁନି, କାରଣ ସେ ଯାହା ଲେଖିଛନ୍ତି ମୁଁ ସେଇଟା କହୁଛି। ଶିଷ୍ୟ ଶବ୍ଦର ଅର୍ଥ ଅଭିଧାନରେ ନାହିଁ, କିନ୍ତୁ ଅଛି। କିନ୍ତୁ ବର୍ତ୍ତମାନର ଶିଷ୍ୟ ତାକୁ ଖୋଜୁନାହାନ୍ତି କି ବର୍ତ୍ତମାନର ଗୁରୁ ତାକୁ ବି ଖୋଜୁନାହାନ୍ତି। ଛାତ୍ର ଆଜି ଶାସନ ବିରୁଦ୍ଧରେ ବିଦ୍ରୋହୀ କରୁଛି, ବିଦ୍ରୋହୀ ହୋଇଯାଇଛି। କାହିଁକି? ତା ପାଇଁ ପ୍ରଗତିର ପରିପନ୍ଥୀ ବୋଲି ସେ ତାକୁ ଧରି ନେଉଛି। ଯଦି ଶାସନ କରାଯାଉଛି ସେଇ ଜାଗାରେ ଶିଷ୍ୟ ଭାବୁଛି ମୋ ପ୍ରତି କିଛି ଅନ୍ୟାୟ କରିକି ମତେ ଜବରଦସ୍ତ ଏଇଟା କରାଯାଉଛି, ମୋର ସବୁ କଥାରେ ସ୍ୱାଧୀନତା ଅଛି, ମୁଁ ସ୍ୱାଧୀନ ଦେଶର ନାଗରିକ, ମୋର ବି ମତାମତ ଦେବାର ଅଛି, ଏଇଭଳି ଆମ ଭିତରେ ମନ ବିଦ୍ରୋହ କରେ। ବେଳେ ବେଳେ ତମାନେ ଆସିକିରି ଅଷ୍ଟମ ଶ୍ରେଣୀରେ ପଢିଲଣି, ଯୋଉମାନେ ମାନେ ବୁଝିବାକୁ ଗଲେ ତମେ 9ଟା କ୍ଲାସ ସାରିକିରି ଆସିଲଣି, ସାନ ଥିଲ କଣ ମନେ ଥିବ ନଥିବ, ଟିକେ ବଡ ହେଇଥିବ ଯେତେବେଳେ ତମର ଯୋଉ କଥା କ୍ଲାସରେ ପାଠ ପଢା ଯାଏ ତମ ମନକୁ ଯଦି ସେଇଟା ନ ଆସୁଥାଏ ତମେ ସିଧା ସିଧା ନ କହି ପାରିଲେ ବି ସାଙ୍ଗମାନଙ୍କ ସାଙ୍ଗରେ ବସି ଆଲୋଚନା କର। କାହିଁକି ନା ଆମ ଭିତରେ ଗୋଟେ ବିଦ୍ରୋହ ମନଟା ଆମର ବିଦ୍ରୋହଗତ ହେଇଗଲା, ସେ ତାର ବିଦ୍ରୋହ କରି ଚାଲିଛି। ତାକୁ କେମିତି ଶୃଙ୍ଖଳାକୁ ଆଣିବା? କାରଣ ଆମର ଯୋଉ ପ୍ରାଣ ତାକୁ ଯଦି ଆମେ ଲଗାମ ଲଗେଇବା ତାହେଲେ ଏ ବିଦ୍ରୋହର ମନୋଭାବଟା ବଦଳିଯିବ। ଗୁରୁ ଶିଷ୍ୟ ବର୍ତ୍ତମାନ ଶଠତା, ସଂକୀର୍ଣ୍ଣତା, ସ୍ୱାର୍ଥନ୍ଦତା, ହିଂସା, ହୁଙ୍କାର ଆଦି ଆଚରଣରେ ଗୁରୁ ଶିଷ୍ୟ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଗୁରୁ ଶିଷ୍ୟ ସେଇଭଳି ପରିଚାଳିତ ହେଉଛି। କାଳର ଗତିରେ ମୂଲ୍ୟବୋଧର ଅବକ୍ଷୟ ଘଟିଛି। ସମୟରେ ବର୍ତ୍ତମାନ ସବୁର ମୂଲ୍ୟ କମି ଯାଇଛି। ଅର୍ଥାତ୍ ଯେ ଗୁରୁ ସେ ଶିଷ୍ୟ, ଯେ ଶିଷ୍ୟ ସେ ଗୁରୁ। ମୁଁ ପ୍ରଥମରୁ ତମକୁ କହୁଥିଲି କେତେବେଳେ ଏଇଟା ହବ, ଅଭେଦ ରହିବ, ସମ୍ପର୍କ କେତେବେଳେ ନିବିଡ଼ ହବ ନା ଯେତେବେଳେ
ଗୁରୁ ଶିଷ୍ୟ ହେଇଯିବ, ଶିଷ୍ୟ ଗୁରୁ ହେଇଯିବ, ସେତିକି ବେଳେ ଗୁରୁ ଶିଷ୍ୟର ସମ୍ପର୍କ ନିବିଡ଼ ହେବ। ଆମେ ଆଜି ପାଇଁ ଏଇଠି ରଖିବା। ପୁଣି ଆସନ୍ତା ପିରିୟଡକୁ ଏହି ସମ୍ପର୍କରେ ଆଲୋଚନା କରିବା। ମୋର ତୁମକୁ ଦୁଇଟା ପ୍ରଶ୍ନ, ସେ ପ୍ରଶ୍ନ ଦୁଇଟା ମୁଁ ଲେଖକଙ୍କ ବିଷୟରେ ଦଉଛି, ତମେ ସେ ପ୍ରଶ୍ନ ଦୁଇଟା କରିବ। ପ୍ରଶ୍ନ, ପ୍ରଥମ ପ୍ରଶ୍ନ, ପ୍ରଫେସର ଶତ୍ରୁଘ୍ନନାଥ ରଚିତ ତିନୋଟି ପୁସ୍ତକର ନାମ ଲେଖ। 2 ନମ୍ବର, ଲେଖକ ଶତ୍ରୁଘ୍ନନାଥ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ? ତୃତୀୟ ପ୍ରଶ୍ନ, ଲେଖକ କଙ୍କର ପେଶା କଣ ଥିଲା? ଆଜି ପାଇଁ ଆମର କ୍ଲାସଟା ଏଇଠି ରଖିବା। ଅରବର।